ଏ କଥାଟା ଶୁଣେ ପର ଝିଅଟା ଆମ ଘରେ ଆସିକି ଅଛି ଆମେ ଯଦି ତାକୁ ନିଜ ଉପରେ ସ୍ନେହ ନ ଦେବା ମାନେ ତାକୁ ପର ଫିଲ୍ ନ ହଉ ସେଥିପାଇଁ ବାପା ତତେ ବହୁତ ଭଲ ପାଇବା ଦିଅନ୍ତି କଥାଟା ନ ଶୁଣ ବାପା ବାବା ମାନେ ମତେ ବହୁତ ଭଲ ପାଆନ୍ତି ଦେଖୁନ ବାବାଙ୍କ ଘରୁ ଆଜିକେ ଗୋଟେ ଗଳିଲା ଫୁଲ ହଁ ଫୁଲ ତମ ପାଇଁ ଗଳେଇ ଦେଲେ ସୁମିତ୍ରା ତମେ ଆଇଛ ମୋ ପାଖକୁ ଏଦି କରି ସପ୍ତାହ ପରେ ନିଏ ଗଳେଇ ନେଇଯା ସୁମିତ୍ରା ଦେବୀ ନୁହଁ ଆଉ ସୁମିତ୍ରା ମୋ ତାଙ୍କ ଝିଅ ସୁମିତ୍ରା ବା ନା ଧରି ଡାକି ଗୌରୀ ତାଙ୍କ ସ୍ତ୍ରୀ ନାଁ ସେ ଡାକିବା ଗୌରୀ ଆରେ ମୋ ନାଁ ତ ଗୌରୀ ଗୌରୀ ତାଙ୍କ ନାଁ ସମସ୍ତଙ୍କୁ ଜୟ ଜଗନ୍ନାଥ ଆଣ୍ଡ ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ରାକ୍ଷୀ ମହାନ୍ତି ବ୍ଲଗ୍ସ ତ ସାଙ୍ଗମାନେ ଦୁଇ ଦିନ ବ୍ଲଗ୍ ଆସିନି ଆଉ ଆକ୍ଚୁଆଲି ଦେହ ଭଲ ରହୁନି ମୋର ଏବେ ପେଟରୁ କ'ଣ ଗୋଟେ ବାହାରିଛି ଯେ ମାନେ ପେଟ ଗୋଟେ କ'ଣ ହେଉଛି ବହୁତ କଷ୍ଟ ହେଉଛି ଇଚ୍ଛା ହେଉନି ମୁଡ଼ ହେଉନି ବନେଇବା ପାଇଁ ମୁଁ ନା କଥା ଦେଇଛି ମାନେ ସବୁଦିନ ଆଣିବାକୁ ଚେଷ୍ଟା କରିବି ଆଉ ସବୁଦିନ ଆମ ଘରେ କିଛି ନା କିଛି ଗୋଟେ ସିନ୍ ହେଉଛି ଯେ ମାନେ ବହୁତ ଭଲ ଜିନିଷଟା ଆପଣମାନେ ମିସ୍ କରିଦେଉଛନ୍ତି କ'ଣ କରିବି ମୁଁ ଆଣିପାରୁନି ଆଉ ବାବା ଆମର ଏଠି ପୂଜା କରୁଛନ୍ତି ବାବା ପୂଜା କରୁଛନ୍ତି ଗୋଟେ ଦୀର୍ଘ 3 ଘଣ୍ଟା 4 ଘଣ୍ଟା ହେଲା ପୂଜା କରୁଛନ୍ତି କାରଣ ତାଙ୍କ ବହୁ ଲୋକନାଥ ଯାଇକି ଆସିଲାନି ତାଙ୍କ ପୂଜା ସରିନି ଚାଲିଛି ତାଙ୍କ ପୂଜା ବାପା ଭଲକି ସଜେଇବେ ଇଏ କରିବେ ସେ କରିବେ ବାପା ସବୁ ନିଖୁଣ କାମ ତ ସେଥିପାଇଁ ବାବାଙ୍କ ପୂଜା ଚାଲିଛି ତାପରେ ଏ ମହାରାଣୀ ଲୋକନାଥରୁ ଯାଇକିରି ମା ଝିଅ ମାନିଛି 3 ଜଣଙ୍କ ଲୋକନାଥରୁ ଯାଇକି ଲୋକନାଥରୁ ଆସିଲେଣି ଲୋକନାଥ ଆସିଲେଣି ଖାଲି ହାଁ ହାଁ ହେଉଛି କାରଣ ଭୋକ ଲାଗୁଛି ଶୋଷ ଲାଗୁଛି ମୋତେ ଚାହା ବସେଇଛି ବୋଧେ ଇଆଡ଼େ ଚୁଲିରେ କ'ଣ ଭାତ ବସେଇଛି କିଛି ନାହିଁ କି ଦୁଃଖ କଥା ପଇସା କାହିଁ ଚିପିକି ରଖିଛ କାଢ଼ୁନ ନାଇଁ ଆଉ କାଲି ରାତିରେ କିଏ ରଖିଲା ପଇସା ଠିକ୍ ଭାଇ ଦେଉଛି ସବୁ କିଛି କାଢ଼ିବନି ଜମା ଭାରି ଚିପି ଏଥିରେ ଓଦା କପଡ଼ା ପକେଇକି ଶୋଇପଡ଼ିବ କିନ୍ତୁ ପଇସା କାଢ଼ିବନି ଜମା ଆଉ ଏଇଟା ମୁଁ ୟାର ସତ୍ୟ କହୁଛି କେହି ମିଛ କହିବେନି ନା ବା ସତ କଥା କହିଲିନି ଅନେଇଲା ଖାଲି ହଁଟା ଏମିତି କରିଦେଲେ ଲୋକ ଜାଣିପାରିବେ ସତ କହୁଛି ନା ମିଛ କହୁଛି ମୁଁ କେବେ ମିଛ କହିନି ଜମା ପଇସା କାଢ଼ିବ ନ ଖାଉ ସେମିତି ନ ଖାଉ ଉପାସ ରହୁ ତ ସାଙ୍ଗମାନେ ମୁଁ ନା ବିଶ୍ୱାସ କରିବି ସକାଳୁ ଉଠିଥିଲି ମୋତେ ସକାଳ 6ଟା 7ଟାରେ ଡାକିଦେଲେ କିଏ କ'ଣ କହିଲା କ'ଣଟା ଆଚ୍ଛା ଇଏ କ'ଣ କହିଲ ହଁ ବା କାଲି ବାବା ଶୀତ ହେଉଥିଲା କାଲି ବିଶ୍ୱାସ କରୁନୁ ସାଙ୍ଗମାନେ ମୁଁ ରାତି ଯାକ ଫ୍ୟାନ୍ ଦେଇ ଶୋଇନି ସେମିତି ଶୋଇଛି କାଲି ଝିଅକୁ ରାତିରେ ବାଡ଼େଇଲି ବୋଲି ସିଏ ତା ଭଉଣୀ ବେଶ ଶୋଇଲା ଭଉଣୀ ବେଶ ଶୋଇଥିଲା ନା ବାପା ତମ ପାଇଁ ଶୋଇଥିଲା ଏବେ ଶୋଇଲା ମୋ ପାଇଁ ରାଗିଟରେ ଶୋଇ ତାର ଏଇଦିନ ବହୁତ ରାଗ ହଁ ତ ସକାଳୁ ଉଠିଥିଲି ସକାଳ 7ଟାରୁ ମୋତେ ଗୋଟେ ଲାଗି ପଡ଼ି ଉଠେଇ ଦେଉଛି ମୋର ନିଦ ଆଖି ଛାଡ଼ିନଥିଲା ମୁଁ ଶୋଇ ପଡ଼ିଥିଲି ଏବେ 11ଟା ବେଳକୁ ଉଠିଲି ଆଉ ମୁଁ ତ କିଛି କାମ ନାହିଁ ସକାଳୁ ଶୁଣିବା ସକାଳ 5ଟା ସେ ଲୋକନାଥ ଯିବେ ବୋଲି ଆପଣମାନେ ବିଶ୍ୱାସ କରନ୍ତୁ ତାକୁ ରାତି ଯାକ ନିଦ ନାହିଁ ସକାଳ 5ଟାରୁ ସେ ଉଠି ଯାଇଛି 5ଟା ଉଠି ସବୁ କାମ ସାରି ଲୁଗା ଫୁଗା ପିନ୍ଧି ଚଢ଼ିକଣ ହେଇ ମେକଅପ୍ ଟିକେ ନେଇ ଚାଲିଲା ତା ବାବା ଆଉ ମା ପାଉ ଆଉ ସକାଳୁ ମୁଁ ସର୍ଟ ଭିଡ଼ିଓ କରିଛି ୟୁଟ୍ୟୁବରେ ତ ଅପଲୋଡ଼ କରିଦେଇ ପରେ କେବେ ଦେଖିବେ ଆଜି ତା ବାପା କଥା ବହୁତ ମନେ ପଡ଼ିଲା ଆଜି ସକାଳୁ ଟିକେ କାନ୍ଦି ପକେଇଛି ଆଜି ମୋ ବାପାଙ୍କୁ ବି ଦୁନିଆ ପାଲେଇ ଦେଇଛି ମାନେ ତା ଶ୍ୱଶୁରକୁ ଏମିତି ଆଉ ମଣିଷ ଇମୋସନ କଥା ଭଗବାନ କହିଲେ କି କ'ଣ ଯୋଡ଼େ ବାପାର ଭଲ ପାଇବା ପାଇବ ନା ଗୋଟିଏ ବାପାର ଭଲ ପାଇବା ପାଉ ହେଲା ଆଉ ଗୋଟେ ବାପାକୁ ନେଇଗଲେ ଆଉ ଗୋଟେ ବାପା ଖାଲି ଗାଳି ଦଉଛନ୍ତି ନା ଜମା ଭଲ ପାଉନାହାନ୍ତି ସେ ଗାଳିଟା ଆମ ପାଇଁ କ'ଣ କଲେ ଭଲ ପାଇବା ଆଶୀର୍ବାଦ ବାବା ସିନା ଗାଳି କରନ୍ତି ମତେ କିନ୍ତୁ ବହୁତ ଭଲ ପାଆନ୍ତି ଖୋଲିକି କହିବେ ହଁ ସେଇପାଇଁ ନିଜେ ନ ଖାଇକି ଚିପିକି ରଖିବେ ନାହିଁ ମୋ ବୋହୂ ଖାଇବ ମାଛ ମୁଣ୍ଡ ଆଉ ମୋ ବୋହୂ କୁଆଡ଼େ ଗଲା ଆଉ ବୋହୂ ଖାଇବାକୁ ନଦେଲେ ତାଙ୍କର ଅଭିମାନ ବୋହୂ ଯଦି ଯାଇ ସିରିଏଲ୍ ଟିକେ ନ ଦେଖିବ ଏପଟେ ବସି ପଡ଼ିଲା ତାଙ୍କର ରାଉ 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 ଭାରି ଭଲ ପାଆନ୍ତି ମୁଁ ଜାଣି ବହୁତ ଭଲ ପାଆନ୍ତି ଏଇଟା ନିରାଟ ସତ୍ୟ ଏଇଟା ନିରାଟ ସତ୍ୟ ବାପା ଭାଉଜ ବହୁତ ଭଲ ପାଆନ୍ତି ମୋଠୁ ଅଧିକ ବି ଭଲ ପାଆନ୍ତି ଏଇଟା ସମସ୍ତେ ଜାଣିଛନ୍ତି
ତାଙ୍କ ପୁଅଠୁ ଝିଅଠୁ ବି ସେ ଅଧିକା ହବ ସିଏ ବା କହିବେ ସେ ପର ଝିଅଟା ଆମ ଘରେ ଆସିକି ଅଛି ତାକୁ ଯେ ଝିଅ ପିଲା ସ୍ନେହ ଦବା ସିଏ ଆମକୁ ଆଦରିକି ରଖନ୍ତି ନାଇଁ ମୁଁ ସେଇ କଥା କହୁଛି ବାପାଙ୍କର ଭାବନାଟା ପର ଝିଅଟା ଆମ ଘରେ ଆସିକି ଅଛି ସିଏ କଥାଟା ଶୁଣେ ପର ଝିଅଟା ଆମ ଘରେ ଆସିକି ଅଛି ଆମେ ଯଦି ତାକୁ ନିଜ ଉପରେ ସ୍ନେହ ନ ଦେବା ମାନେ ତାକୁ ପର ଫିଲ୍ ନ ହଉ ସେଥିପାଇଁ ବାପା ତତେ ବହୁତ ଭଲ ପାଇବା ଦିଅନ୍ତି କଥାଟା ନ ଶୁଣ ବାପା ମାନେ ମତେ ବହୁତ ଭଲ ପାଆନ୍ତି ଦେଖୁନ ବାବାଙ୍କ ଘରୁ ଆଜି କେତେ ଗୋଟେ ଗଳିଲା ଫୁଲ ହଁ ତମ ପାଇଁ ଗଳେଇ ଦେଲେ ସୁମିତ୍ରା ତମେ ଆଇଛ ମୋ ପାଖକୁ ଏଦି କରି ସପ୍ତାହ ପରେ ନିଆଁ ଗଳେଇ ନେଇଯାଅ ସୁମିତ୍ରା ଦେବୀ ନୁହଁ ଆଉ ସୁମିତ୍ରା ମୋ ତାଙ୍କ ଝିଅ ସୁମିତ୍ରା ବା ନାଁ ଧରି ଡାକିଲେ ଗୌରୀ ତାଙ୍କ ସ୍ତ୍ରୀ ନାଁ ସେ ଡାକିବେ ବା ଗୌରୀ ଆରେ ମୋ ନାଁ ତ ଗୌରୀ ଗୌରୀ ତାଙ୍କ ନାଁ ସହିତ ମୋର ଗୌରୀ ଲୋ ଗୌରୀ ତୁ କଣ ଗୌରୀ ଲୋ ଗୌରୀ ସେଇଟା ତୁ କଣ ସେ ଗୀତଟା କଣ ଗୌରୀ ଲୋ ଗୌରୀ ତୁ ତୁ ସେପାରିକୁ ଯିବୁ ସେପାରିର ମନ୍ଦିରରେ କଣ ମନାସିବୁ ବାପା ତା ନା ଗୌରୀ ଆମେ ଜାଣିନି ଆମେ ଜାଣିଛୁ ସୁମିତ୍ରା ବାପାଙ୍କ ନୋ ରିଆକ୍ସନ ବାପା ଗୋଟେ ଖାଇବେ ଟିକେ ରୋଷେଇ କରୁ ବାପା ସାଇବାକୁ ଆଣିକି କୋଉଠି ରଖିଛନ୍ତି ମୁଁ ସେ ଘରୁ ଶୋଇଥିଲି ବୋଲି ସାଇବାବାଙ୍କ ଉପରେ ବିଶ୍ୱାସ ଅଛି ତାପରେ ବାବାଙ୍କୁ ମୁଁ ବି କେତେଥର ପଇସା ହଜି ଦେଇଥିବି ଖାଲି ବାବାଙ୍କୁ ଡାକଡ଼କୁ ପାଇଯିବି ତୋର ପଇସା ତମର ହଜିବ ବୋଉ ତମଠୁ ପଇସା କେବେ ହଜିବନି ବାବା ଆଉଛନ୍ତି ସାଇବାବାଙ୍କ ତମଠୁ କେବେ ପଇସା ହଜିବ ନାହିଁ ହଉ କଣ ଆଜି ରୋଷେଇ କରିବ ବାପା କଣ ରୋଷେଇ ହବ ବାବା କଣ କରିବା ଖାଲି ତ କଣ ଆଳୁ ପିଆଜ ଅଛି ଆଉ ଫ୍ରିଜରେ ଭଣ୍ଡା ଅଛି ଆଉ ଭଣ୍ଡା ଗଳିବନି ଆଳୁ ଭଣ୍ଡା ଭାଜି ଦିଅ କାହିଁ ଗଳିବନି ସବୁ ତ ଆଡଜଷ୍ଟ କରି ଖାଇବାକୁ ଚେଷ୍ଟା କର କାଲି ରାତିରେ ଚିକେନ ଖାଇଲ ଦିନରେ ମାଛ ଖାଇଲ ଏତେ କାହିଁ ଖାଉଛ ମ ବାପା ଭାଇ ମୋର ନାହାନ୍ତି ସକାଳୁ ଡ୍ୟୁଟି ପଳେଇଛନ୍ତି କଣ କରିବା ଭାଇ ଥିଲେ ଏଇନେ ଦୁନିଆ ପରିବା ପତ୍ର ଆଣି ସବୁ ଗଦେଇ ସାରନ୍ତାନି ବାବା କଣ କରିବା ଭାତ ଡାଲି ଆଳୁ ଭର୍ତ୍ତା କରିଦିଅ ଶାଗ ଟିକେ କରିବା ନା ସେ ଅନିରୁ ଖଡ଼ା ଶାଗର କଣ ଜମା ଟେଷ୍ଟ ଲାଗୁନି ଜମା ଟେଷ୍ଟ ଲାଗୁନି ଯୋଉଠି ପାଳଙ୍ଗ ଯଦି ତୋଳିକି କରିବ କର ନହେଲେ ପାଳଙ୍ଗ କାହିଁକି ଯୋଉ ଅନାମନା ଶାଗ ହେଇଛି ଖାଲି ପିଆଜ କଞ୍ଚା ଲଙ୍କା ରସୁଣ ଦିଆହବ ହଉ କର କିନ୍ତୁ ମୁଁ କହିବି ଭାତ ଡାଲି ଆଳୁ ଭର୍ତ୍ତାରେ କରିଦିଅ ସବୁଠୁ ଇଜି ସହଜରେ ହେଇଯିବ ଭାତ ବାପା ଭାତ ଡାଲି ଆଳୁ ଭର୍ତ୍ତା ଏ ବୋପାଲ ନୂଆ ବୋହୁ ଆଜି କଣ ନୂଆ ଲୁଗାଟେ ପିନ୍ଧିଛ ନା କଣ ନୂଆ ଦେଖାଯାଉଛି ଖାଲି କଣ ଦିନକୁ ଦିନ ମାନେ ପଇସା ରଖିକି ଖାଲି ଦିନକୁ ଦିନ ନୂଆ ଲୁଗା କିଣା ପିନ୍ଧା ହଉଛି ନୂଆ ନୂଆ ନାଇଟି ନୂଆ ନୂଆ ଲୁଗା ଖାଲି ପଇସା କରି ଇଆଡ ପକା ପଇସା ନାହିଁ କିନ୍ତୁ ଗୋଟେ ଗୋଟେ ସବୁ କାଢିକି ହଟ୍ ପ୍ୟାଣ୍ଟ ପିନ୍ଧିକି ବୁଲ ହଁ ଭଲ ଦେଖାଯାଉଛି ଆଉ କଣ ଭଲ ଲାଗୁଛି ଲୁଗାଟା ଆଉ ହଁ ପତଳା ଅଛି ଖରା ଦିନକୁ ବହୁତ ବଢିଆ ଆଉ କିଛି ଦିନ ଗଲେ ତମର ଖାଲି ପୁରୁ ପୁରୁ ହେଇଯିବ ଚିରିଯିବ ହଉ ଯାଅ ବାବା ଦହିବରା ଖାଉଛ ହଉ ଖାଇଦିଅ ଖାଇଦେଇ ଟିକେ ବସ ରୋଷେଇଲେ ଖାଇବ ଆଉ ମ୍ୟାଡ଼ାମ ଆପଣ କ'ଣ ଖାଇଲେ ରୁଟି ଖାଇଲେ ଦହିବରା ପସନ୍ଦ ନୁହଁ ତମକୁ କିଛି ପସନ୍ଦ ନୁହଁ ତମେ ଖାଲି ଘରେ ଯାହା ଥିବ ଖାଇବ ବାପା ତମ ବୋଉକୁ ପଇସା ଖର୍ଚ୍ଚ କରି କ'ଣ ଆଣିଲେ ପସନ୍ଦ ନୁହଁ କେବଳ ଘରେ ଯାହା ଥିବ ଖାଇବ ନାଇଁ କି ପଇସା ଖର୍ଚ୍ଚ ବାପା ତା ରକ୍ତ ଶୁଖି ଯାଉଛି ହେଲ ରକ୍ତ ଶୁଖି ଯାଉଛି ତ ସାଙ୍ଗମାନେ ମୁଁ ଆଜି ଗୋଟେ ବହୁତ ବଡ଼ ଡିସ୍ ଆଜି ନୁହଁ କେବେଠୁ ଭାବିଲିଣି କିନ୍ତୁ ମୁଁ ଆଜି ନେଇଛି ହେଲା କି ମାନେ ଟିକେ ରୁହ ଆଜି ନେଇଛି କ'ଣ ନା ମୁଁ ହେଉଛି ଆଜିଠୁ ଯାଉଛି ଏବେ ମୁଣ୍ଡ ଧୋଇ ଗାଧେଇବି ମନେ ମନେ ସଂକଳ୍ପ ନେବି ଆଜିଠୁ ଆମିଷ ଟୋଟାଲ ଛାଡ଼ିଲି ଆଉ ରାଧାକୃଷ୍ଣଙ୍କ ଶରଣରେ ପଶିଲି ରାଧା ନାମ ଜପ କରିବି ସମସ୍ତେ କହୁଛନ୍ତି ଯେ ରାଧା ନାଁ ଏତେ ପାୱାର ଅଛି ଯେ ସବୁ କିଛି ବଦଳେଇ ଦେଉଛନ୍ତି ବହୁତ କିଛି ଚେଞ୍ଜେସ୍ କରିଦେଉଛନ୍ତି ଆଉ ମୋର ଯେଉଁ ଏବେ ଜଟିଳ ପରିସ୍ଥିତିରେ ଅଛି ସାଙ୍ଗମାନେ ମୁଁ ଏବେଠୁ ତାଙ୍କ ଶରଣରେ ପଶିବି ଆଶା କରୁଛି ମରା ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଏ ପିଣ୍ଡରେ ମୋ ପ୍ରାଣ ଅଛି ମୁଁ ତାଙ୍କ ଶରଣରେ ପଶିକି ରହିବି ତ ଆଜିଠୁ ଆପଣମାନେ ଆଉ ମୋତେ ଦେଖିବେନି ଆମିଷ ଖାଇବାର ତ ବର୍ତ୍ତମାନ ଯାଉଛି ଭାଉଜ ଶାଗ ତୋଳିବ ମୁଁ ଯାଇ ଟିକେ ସୁଟ୍ କରିଦେଇକି ଆସେ ଅନାବନା ଶାଗ ତୋଳିବ ତାପରେ ଗାଧେଇବାକୁ ଯିବି ଆଇ ମ୍ୟାଡ଼ାମ ଆଜି କ'ଣ ଚୁଲିରେ ରୋଷେଇ ହେଉନି କି ଭଣ୍ଡା ଭଜା ପୁରା ନାଚିକି
କ'ଣ ନଡ଼ିଆ କୋରା ହେଇଛି। କ'ଣ କରୁଛ କି? ଡାଲି ଆଉ ଏଠି କ'ଣ? ଶାଗ ଶାଗ ଖାଇବା। ଏଇଠି ସେଇଠି କୁଲର। ଓହୋ ଏଠି କୁଲରରେ କଟା କରି ଥୁଆ ହେଇଛି। ତାହେଲେ ଶାଗଟା ଆଜି ହେଉଛି ନାଇଁ? ବାବା ଏ ବୋପାଲ ମତେ କ'ଣ କହୁଥିଲ? ମତେ କ'ଣ କହୁଥିଲ? ଏତେ ବେଳକୁ ପିଲାଟା 1:30 ଗାଧେଇଛି। ନା ମୁଁ ଗାଧେଇବି ନା, ଯାଉଛି ଗାଧେଇକି ଆସିବି। ବୋଲେ ରୋଷେଇଟା ହେଲା ଶାଗ ହେଲା ମାନେ ବଢ଼ା ହେଇଥିବ ଗାଧେଇକି ଆସିବି ଆଉ। ବାବା କ'ଣ କହୁଛନ୍ତି ଖାଇବାକୁ ଦବନି ବା? ନ ଗାଧେଇଲେ ଖାଇବାକୁ ଦବନି, ଦବନି ଖାଇବାକୁ। ଆଉ ଆରେ ତଳେ କ'ଣ? ଆରେ ମେନ୍ ଜିନିଷଟା ହେଇଛି ମୁଁ ଦେଖଉନ। ଆରେ ଲୁଚେଇକି ରଖିଛ ଆୟ ଜାଣିଲ ଭାଇ, ଚୋଖା ଲୋକ ତମେ ଜାଣିଲ, ଚିପା ଲୋକ ଭାରି। ଏଇ ସୁନ୍ଦରୀ ମୋଟା ଦେଖାନି ଲୋକ ନା ଯାଉଛ କି ଟେକି ନେଇଯିବ ବା। ମୋ ବାବା ଅଛନ୍ତି, ଫଁ କରିଦେବେ। ତ ବାବା ଅଛନ୍ତି ଗୋଡ଼ ତଳେ ସାପ ଦେଖିଲେ ଡେଇବ 100 କିଲୋମିଟର ଦୂରରେ ଗଲେ ମୋ ବାବା ଅଛନ୍ତି ଫଁ କରିଦେବେ। ସାଙ୍ଗମାନେ ଭଣ୍ଡା ଭଜା କାହାକୁ ପସନ୍ଦ? ପୁରା ଗରମ ଗରମ ହେଇଛି। ଗୋଟେ ଖାଇବି ଗୋଟେ। ହଉ ରୋଷେଇ ଗରମ ଗାଧେଇକି ଆଉଛି ହେଲା। ସାଙ୍ଗମାନେ ମୁଁ ଆଜି ଖାଲି ଗାଧେଇ ପଡ଼ିଛି। ଆଜିର ନର୍ମାଲ ଗେଟଅପ୍ ଗାଧେଇ ପଡ଼ିଲି। ଆଜିରୁ ରାଧାରାଣୀ ଶରଣରେ ପଶିଲି। କାଲିରୁ କି କେବେ ଗୋଟେ ଯାଇକିରି ତୁଳସୀ ମାଳଟା ଆଣି ବେକରେ ପକେଇବି, ତିଲକ ଟିକେ ମାରିବି, ପୁରା ନିଜକୁ ରାଧା ପାଦରେ ପୁରା ସମର୍ପିତ କରିଦେବି। ଏମାନେ କ'ଣ ଖାଇଲେ? ଆଲୋ ଆଲୋ 3 ଜଣଙ୍କର ଜେଜେ 2 ନାତୁଣୀ ବସିକିରି ଖାଇବା ସରିଲାନି ତାଙ୍କର। ଭାତ ଡାଲି, ଆଳୁ ଭରତା, ଭଣ୍ଡା ଭଜା, ଶାଗ, ଇଏ ଖଟା ପାଗ। ବଢ଼ିଆ। ତମକୁ ତ ସବୁ ଖାଲି ବଢ଼ିଆ। ତମକୁ କୋଉଟା ବଢ଼ିଆ ନୁହଁ? ତମକୁ ସବୁ ବଢ଼ିଆ। ବତା ହଉ ଖାଅ। ବାପା ବାପା ଏ ବାପା, ଆମ ଘର ନଥିଲା ବେଳେ ଆମେ ସବୁବେଳେ ଅଗଣାରେ ବସିକି କ'ଣ ଖାଉଛେ? ଶାନ୍ତି ଲାଗେ ଖୋଲାରେ ବସିକି ଖାଇଲେ ପିଣ୍ଡାରେ। କ'ଣ କରିବା, ଆମେ ମାଟିର ମଣିଷ। ଆମର ଆଉ ଡାଇନିଂ ଟେବୁଲରେ ବସିକିରି କଣ୍ଟା ଚାମଚ ଭିଡ଼ି ପାରିବାନି। ଆମର ହାତ ହିଁ ଜଗନ୍ନାଥ, ଆଉ ତଳ ହିଁ ସ୍ୱର୍ଗ। ତ ସାଙ୍ଗମାନେ ବର୍ତ୍ତମାନ ଆମର ବଢ଼ା ହେଇଛି ମାନେ ମୋର ପଖାଳ, ଶାଗ ଯାହା ଯାହା ରୋଷେଇ ହେଇଥିଲା, ମାନେ ଶାଗ, ଭଣ୍ଡା ଭଜା, ଆଳୁ ଭର୍ତ୍ତା, ଖଟା ପାଗଟିଏ। ମ୍ୟାଡ଼ାମ୍ ଖାଉଛନ୍ତି ଗରମ। ବାପା ସାଡ଼େ ଖାଇସାରିଲେଣି। ଆଉ ବର୍ତ୍ତମାନ ଆମେ ଯିବୁ ଖାଇବୁ ଆଉ। ସାଙ୍ଗମାନେ ଖାଉଛି, ପିଆଜ ରସୁଣ ତ ଛାଡ଼ି ହେବନି। ଛାଡ଼ି ଏମିତି ନୁହେଁ ସେ ଛାଡ଼ି ହେବନି, ଛାଡ଼ି ହେଇଯିବ, କିନ୍ତୁ କିଛି ଦିନ ଖାଉଛି। ଯେଉଁଦିନ ପିଆଜ ରସୁଣ ପ୍ରତି ବି ତିକ୍ତତା ପଳେଇ ଆସିବ ସେଦିନ ପିଆଜ ରସୁଣ ବି ଛାଡ଼ିଦେବି। ତ ବର୍ତ୍ତମାନ ଯିବା ଖାଇବା ଆଉ। ତ ସାଙ୍ଗମାନେ ବର୍ତ୍ତମାନ ମୋର ରୁଟି ଚାଲିଛି। ରାତିବେଳେ ତ ଡ୍ୟୁଟି ମୋର ରୁଟିଟା କରିବେ। ମୁଁ ରୁଟି କରୁଛି, ଏଠି କ୍ଷୀର ଫୁଟୁଛି। ଆଉ ଏଠି ରୁଟି ହେଇକି ଥୁଆ ହେଇଛି। ତ ରୁଟିଟା କରିଦେଉଛି ଆଉ। ମୋ ଝିଅ ମୋତେ ଗୋଟେ ବୁମର ଦେଇଛି, ମୁଁ ବୁମର ଚୋବେଇ ଚୋବେଇ ରୁଟି କରୁଛି। ରାତିରେ ରୁଟି କ୍ଷୀର ଆଉ କ'ଣ ହବ କି ଜାଣି। ଭାଇ କହୁଥିଲେ କ'ଣ ଟିକେ କିଣି ଆଣ, କାରଣ ଘରେ ପରିବା କିଛି ନାହିଁ। ଏଇ ମହାରାଣୀ କହୁଛନ୍ତି ନାଇଁ ନାଇଁ ବାହାର କାଳେ ପଇସା ଖର୍ଚ୍ଚ ହେଇଯିବ, ନାହିଁ କିଣିବା ଦରକାର ନାହିଁ, ଖାଲି ଆଳୁ ଆଣିଦିଅ, ପିଆଜ ସନ୍ଧ୍ୟା ଅଛି ମୁଁ ଭାଜିଦେବି। ଖାଅ ରୁଟି, ଆଳୁ ପିଆଜ ସନ୍ଧ୍ୟା ଖାଅ, ମୁଁ ଖାଇବାର ନାହିଁ। ଦେଖନ୍ତୁ ମୋ ରୁଟିର କମାଲ। ମୋ ରୁଟି ଫୁଲିବ ମାନେ ପୁରା ଅଲଗା ପ୍ରକାର ଫୁଲିବ। ରୁଟିର କମାଲ। ବାଁ ହାତରେ ରୁଟିଟା ସେକୁଛି ତ ଫୁଲିବ ମାନେ 4 କୋଣ ଫୁଲିବ, ଟମ୍ କିରି ଫୁଲିବ। ମୋତେ କହୁଛି କିଛି କରୁନ, ଆଉ ଖାଲି ବସିକି ଖାଉଛ, ଫୁଲି ଯାଉଛ, ଟିକେ ଏକ୍ସରସାଇଜ କର, ଚଲାବୁଲା କର, କାମ ଟିକେ କର ହେଲା। ନିଜେ ଫୋନ୍ ଧରି ବାହାର ରୋଡ଼ରେ ବୁଲିକି ଗପି ଚାଲିଛି। ମୁଁ ରୁଟି କରିଦେଲି, କ'ଣ କରିବି ଯଦି ଖାଇବେ, ନହେଲେ ନାହିଁ। ମୁଁ ଭିଡ଼ିଓଟାକୁ ଆଜି ଏଇଠି ଏଣ୍ଡ କରିଦେଉଛି। ସବୁଦିନ ରାତିରେ ତ ମୁଁ ରୋଷେଇ କରୁଛି। ଚିକେନ୍ ତ କାଲି ଆପଣମାନେ ଦେଖିଲେ ମୁଁ କଲି, ଆଜି ତ ରୁଟି କଲି। ରୁଟି ତ କରୁଛି ପ୍ରାୟ ଦେଖୁଛନ୍ତି ହେଲା କି। କେତେ ମିଛ କହୁଛି ଟିକେ ମାର୍କ କରିଥାନ୍ତୁ। ସକାଳବେଳେ ତ ବାବା ତାକୁ କରେଇ ଦେଉନାହାନ୍ତି, ମୋତେ କରେଇ ଦେଉନାହାନ୍ତି। ଆଉ ସେ କରିକରି ଘର ବୋହୂ ମାନେ ଯେଉଁ ଘର ଓଳେଇ ଦେଉଛି, ବାସନ ବି କେତେବେଳେ ପକେଇଲେ ମୁଁ ବି ମାଜୁଛି। ଏମିତି କହୁନି ଯେ ମାନେ ଆପଣମାନେ ତ ଦେଖିଛନ୍ତି ଭୁବନେଶ୍ୱର ଥିଲାବେଳେ ମୁଁ ମୋ କାମ ସବୁ କରେ, ବୁଝିଲେ କି। ତ ସେ କ'ଣ କରୁଛି କରୁ, ନକଲେ ନାହିଁ। ଭାଇଠୁ ଗୋଟେ ସୋଧାଟେ ଶୁଣିବ,
ତାକୁ ଭଲ ଲାଗିବ। ବୁଲୁଥାଉ, କେତେ ସମୟ ବୁଲୁଛି, କେତେ ସମୟ ଗପୁଥାଉ। ମୁଁ ବସି ଟିକେ ଗଡ଼ିଲି, ମୁଁ ଯାଉଛି ଟିକେ ମୋବାଇଲ୍ ଦେଖିବି, ରାଧାରାଣୀଙ୍କ କଥା ଟିକେ ଶୁଣିବି ପାରସ ଛାବରା ପଡ଼କାଷ୍ଟରେ। ତ ଆପଣମାନେ ଭିଡ଼ିଓଟାକୁ ଯଦି ମୋର ଆଜି ଦିନରୁ ରାତି ପର୍ଯ୍ୟନ୍ତ ଭିଡ଼ିଓଟା ପୁରା ଫୁଲ୍ ଦେଖିବେ, ସ୍କିପ୍ କରିବେନି। ଯଦି ଭଲ ଲାଗିଥିବ ନିହାତି ଗୋଟେ ଲାଇକ୍ ଦେବେ। ଆମେ ଦେଖା ହେବା ପୁଣି କାଲି ସକାଳେ ଆଉ ଗୋଟେ ନୂଆ ବ୍ଲଗ୍ରେ, ଆଉ ଗୋଟେ ନୂଆ ସକାଳରେ। ତ ସେଇ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାଟା ବାଏ ବାଏ, ଟେକ୍ କେୟାର, ଲଭ୍ ୟୁ ଅଲ୍।